ସେମିତି ଟିକେ ଟିକେ କୋଉଠି ମିଷ୍ଟେକ୍ ହେଇଯାଏ, ହଠାତ୍ ସେ ଯୁବକ ପଶି ଆସିଛି। ତେଣୁ ଏଇଟା ବଡ କଥା ନୁହଁ। କିଛି ଯଦି ସେ ମାରାତ୍ମକ ଲୋକ ହେଇଥାନ୍ତା, ଡେଞ୍ଜରିୟସ୍ ଲୋକ ହେଇଥାନ୍ତା, ନକ୍ସଲ ହେଇଥାନ୍ତା, ତାହେଲେ କିଛି ହନ୍ତାଏ। ବାଉଳାରେ ପଶିଗଲା, ବିଶେଷ କିଛି କ୍ଷତି ହେଇନି। ଧନ୍ୟବାଦ ରାଷ୍ଟ୍ରପତି ମହୋଦୟା, ଆପଣ ସବୁ ସହୁଛନ୍ତି। ଜଣେ ଭଦ୍ର ମହିଳା, ଇଣ୍ଡିଆର ଗର୍ବ ନୁହଁ ପୃଥିବୀର ଗର୍ବ ମହିଳା ହିସାବରେ ଏଡେ ବଡ ଦେଶ 140 କୋଟି ଦେଶର ପ୍ରେସିଡେଣ୍ଟ ଆପଣ ବହୁତ ସୁନାମ ଅର୍ଜନ କଲେଣି। ଏମିତି ମଝିରେ ମଝିରେ ଆସନ୍ତୁ। ଆପଣ 6 ତାରିଖ ଗାଁକୁ ଯିବେ, ଗାଁରେ ଦେଖା କରିବେ। ଆମେ 4, 5, 6 ମାଗିଛୁ ଆପଣଙ୍କୁ ସମୟ। ଆପଣ ନୀତି ଅନୁସାରେ, ନିୟମ ଅନୁସାରେ ରାଷ୍ଟ୍ରପତି ଭବନକୁ ଲେଖିକି ଦେଇଛୁ, ଏପର୍ଯ୍ୟନ୍ତ ଆଇଲାନି। ଆମେ ଆପଣଙ୍କୁ ସାକ୍ଷାତ କରିଥିଲୁ ରାଷ୍ଟ୍ରପତି ଭବନରେ, ରାଜ୍ୟପାଳ ଭବନରେ 12 ତାରିଖ ଦେଇଥିଲୁ। ଲବଙ୍ଗଗିରି ପାହାଡ଼ର ମନ୍ଦିର ପ୍ରତିଷ୍ଠା ହବ, ଆପଣ ପୂର୍ଣ୍ଣାହୁତି ଦେବେ, ଦେଲେନି। ଆପଣଙ୍କ ପାଇଁ ଆମେ ତାକୁ ଘୁଞ୍ଚେଇଲୁ। ଫେବୃଆରୀ 2 ସରସ୍ୱତୀ ପୂଜା ଦିନ କରିବୁ। ଆପଣଙ୍କୁ ଗୋଡେଇଛୁ। ମୁଁ ଏଇନା ଗଭର୍ଣ୍ଣର ହାଉସ୍ ପାଇପାରୁନୁ। ତେଣୁ ଯଦି ନ ପାଇବେ ତାହେଲେ 6 ତାରିଖ ଦିନ ଆପଣ ଯାଉଛନ୍ତି ଗାଁକୁ, ଏଠି ଆମ୍ବେଦକର ଶ୍ରାଦ୍ଧ ଫୁଲ ଦେବେ, ଯିବେ ଗାଁକୁ। ଆମେ ଆଗୁଆ ଯାଇ ଆପଣ ଗାଁରେ ଅପେକ୍ଷା କରିଥିବୁ। ସେ ରାଷ୍ଟ୍ରପତି ଭବନରୁ ପାସ୍ ଯାଉ ନ ଯାଉ, ଆମେ ଗାଁ ହିସାବରେ, ଆମ ଓଡ଼ିଶା ଭାଇ ହିସାବରେ, ଭଉଣୀ ହିସାବରେ ଯିବୁ ଆପଣଙ୍କୁ ନିବେଦନ କରିବା ପାଇଁ। ଲବଙ୍ଗଗିରି ପାହାଡ଼ ସରସ୍ୱତୀ ପୂଜା 2 ତାରିଖ ଦିନ ଉଦ୍ଘାଟନ ହବ। ଆପଣ ଆସି ଉଦ୍ଘାଟନ କରିବେ ବୋଲି ନିବେଦନ କରିବାକୁ ଯାଉ।